29 ଜାନୁଆରୀ को पड़ुअछि त्रिवेणी अमावास्या। आउ एही अमावास्या बहुत ही विशेष अमावास्या दिनटिए। एही दिन जदि भी आपण एही गोटिए गुप्त जिनिसटी खाइदेबे तेबे आपणको घर अधिकरू अधिक उन्नति उपरे उन्नति माड़ी चलिबो। आज आमे आपणको एमिति गोटिए जिनिस विषय जणाइबु जाहाकू आपण माने सेवन जदि त्रिवेणी अमावास्या दिन करिवे तो धनर केबे भी आउ कमी रहिबो नाही। एही दिन एते खास होइथाय कि आपणको घरे एमिति पैसार वर्षा हेबो कि केबे भी शेष हेबो नाही। आउ एही त्रिवेणी अमावास्या दिनटी बहुत शक्तिशाली दिनटी। एही दिनर महत्व एथिपाई भी बढ़ी जाइथाय काहेकि ना एही दिनटी कुंभ मेला माहौल रे पड़ुअछि। महिला माने एही दिन व्रत रखिथांती तांकर समस्त इच्छा पूरा हेबा पाई एवं तांको जीवनर सुख समृद्धिरे भरी रहु बोली एही व्रत निर्जला होइथाय। आउ एही दिन गोटिए खास जिनिसकू सेवन करिवे। सेवन करिबा भी बहुत जरूरी अटे। एहा द्वारा आपणकर आर्थिक स्थिति मजबूत हेबो एवं आपणक पिलार आयु दीर्घायु लंबा हेबो। एही दिन गोटिए विशेष काम जरूर करंतु। एही उपाय करिबा द्वारा पूरा वर्ष आपणक घरे धनर वृद्धि होइथाय। 29 ଜାନୁଆରୀ को पड़ुथिबा त्रिवेणी अमावास्या वर्षर सबुठारु बड़ अमावास्या मनाଯାଏ। ଲୋକମାନେ କୁମ୍ଭରେ ସ୍ନାନ କରିବା ପାଇଁ ଯାଇଥାନ୍ତି କିନ୍ତୁ ଆମେ ଆପଣଙ୍କୁ ଜଣାଇବୁ କିଛି ଏମିତି ସରଳ ଉପାୟ ଯାହା ଆପଣ ଆପଣଙ୍କ ଘରେ ବସି ଆପଣ ବି କୁମ୍ଭ ଗଙ୍ଗା ସ୍ନାନ କରିପାରିବେ। ଏଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଏହି ଦିନ ଏତେ ଖାସ୍ ହୋଇଥାଏ କାହିଁକି ନା ଏହି ଦିନ ଯେଉଁ ଭକ୍ତ ଉପାୟ କରିଥାନ୍ତି ତାଙ୍କ ଜୀବନ ଦୁଃଖ କଷ୍ଟ ସବୁ ଶେଷ ହୋଇଯାଏ। ସୁଖ ସମୃଦ୍ଧି ଓ ଐଶ୍ୱର୍ଯ୍ୟ ଜୀବନ ତାଙ୍କୁ ମିଳିଥାଏ। କାହିଁକି ନା ମାତା ଲକ୍ଷ୍ମୀ ଓ ଭୋଳେନାଥଙ୍କ କୃପାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ତାଙ୍କୁ ମିଳିଥାଏ। ଆପଣ ଯେଉଁ କାର୍ଯ୍ୟ କରିଥାନ୍ତି ଯଦି ସେହି କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିପାରୁନାହିଁ ସବୁବେଳେ ଆପଣ ହାରାସ ହୋଇଯାଉଛନ୍ତି ତ ଆଜିର ଏହି ଭିଡ଼ିଓ ଆପଣଙ୍କ ଦୁର୍ଭାଗ୍ୟକୁ ସମାପ୍ତ କରିଦେବ ଏବଂ ଆପଣଙ୍କୁ ନୂଆ ନୂଆ ସଫଳତା ଦେଖିବାକୁ ମିଳିବ। ଆପଣଙ୍କ ଜୀବନରେ ବହୁତ ନୂଆ ନୂଆ ସଫଳତା ମିଳିବ। ଯିଏ ବି ସଚ୍ଚା ମନରେ ସଚ୍ଚା ଓ ଶ୍ରଦ୍ଧା ହୃଦୟରେ କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ କିମ୍ବା ଜୟ ଭୋଳେନାଥ ଲେଖିବେ ତ ତାଙ୍କର ନିହାତି ଲାଭ ହେବ। ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସରେ ଅମାବାସ୍ୟା ଆସିଥାଏ କିନ୍ତୁ ଏହି ଅମାବାସ୍ୟା 144 ବର୍ଷ ପରେ ମହାକୁମ୍ଭ ଦ୍ୱାରା ପଡୁଅଛି। ଏଥିପାଇଁ ଯାହାକି ଉପାୟ ଆପଣ କରିବେ ତାହା ଆପଣଙ୍କୁ ସଫଳତା ଜରୁର ହେବ। ଆପଣଙ୍କୁ ସଫଳ ହେବା ପାଇଁ ଏ ଦୁନିଆର କୌଣସି ବି ଶକ୍ତି ରୋକିପାରିବ ନାହିଁ। ସର୍ବପ୍ରଥମେ ଆମେ ଆପଣଙ୍କୁ ଜଣାଇବୁ କି ତୁଳସୀର ମୂଳରେ କେଉଁ ଜିନିଷ ଆପଣମାନେ ଏହି ଦିନ ବାନ୍ଧିବେ ଯାହାଦ୍ୱାରା କି ମାତା ଲକ୍ଷ୍ମୀ ନିଜେ ଦୌଡ଼ି ଦୌଡ଼ି ଆପଣଙ୍କ ଘରକୁ ଚାଲି ଆସିବେ ଏବଂ ଆପଣଙ୍କ ଘରେ କେବେ ବି ଧନ ଦୌଲତ କମି ହେବ ନାହିଁ। ଏହା ସହ ଆମେ ଆପଣଙ୍କୁ ଜଣାଇବୁ କି ଏମିତି କେଉଁ ଜିନିଷ ଏହି ତ୍ରିବେଣୀ ଅମାବାସ୍ୟା ଦିନ ଶୁଭ ମାନିକେ ଖାଇଦେବେ। ଯଦି ଆପଣ ସେହି ଜିନିଷକୁ ଖାଇ ଦେଉଛନ୍ତି ତ ତାହା ସିଦ୍ଧ ହୋଇଯିବ ଏବଂ ଆପଣଙ୍କ ଯେଉଁ ଲାଭ ପ୍ରାପ୍ତ ହେବ ତାହା ଆପଣ କେବେ ବି ଭାବିନଥିବେ। ବଡ଼ ବଡ଼ ଆଚାର୍ଯ୍ୟ ମହାମୁନି ବି ଏହି ଉପାୟକୁ କରିଥାନ୍ତି। ଏଥିପାଇଁ ଏତେ ସାରା ସିଦ୍ଧି ପ୍ରାପ୍ତ କରିପାରିଛନ୍ତି। ଏଥିପାଇଁ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ ଜରୁର ଆପଣମାନେ କରିଦିଅନ୍ତୁ। ରାତାରାତି ଲକ୍ଷପତି ବନିଯିବେ। ତୁଳସୀ ଗଛରେ ଏହି ଜିନିଷ ନିହାତି ବାନ୍ଧି ଦିଅନ୍ତୁ। ବାସ୍ତୁଶାସ୍ତ୍ରରେ ତୁଳସୀ ଗଛର ବିଶେଷ ମହତ୍ତ୍ୱ ବତାଯାଇଛି। କୁହାଯାଏ କି ଘରେ ରଖିଥିବା ତୁଳସୀ ଗଛ ବି ବ୍ୟକ୍ତିର ଭାଗ୍ୟକୁ ବଦଳାଇ ଦେଇଥାଏ। ଯେବେ ମାତା ତୁଳସୀ ପ୍ରସନ୍ନ ରହିଥାନ୍ତି ତ ଘରେ ଧନ ଓ ବୈଭବର ବାସ ହୋଇଥାଏ। ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ତ୍ୱ ରହିଥାଏ। କୁହାଯାଏ କି ତୁଳସୀ ଗଛରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତେଣୁକରି ତ୍ରିବେଣୀ ଅମାବାସ୍ୟା ଦିନ ଆପଣମାନେ ତୁଳସୀର ଜରୁର ଲଗାନ୍ତୁ ଏହି ଜିନିଷ। ଯଦି ଏହି ଦିନ ଆପଣ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରାଇଦେଲେ ତ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ। କାହିଁକି ନା ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ଅର୍ଦ୍ଧାଙ୍ଗିନୀ ଅଟନ୍ତି। 29 ତ୍ରିବେଣୀ ଅମାବାସ୍ୟା ଦିନ ଗୋଟିଏ ମୌଲି ଢାଗା ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ। ଏତିକି ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବନି ରହିଥାଏ। ଆଉ ବ୍ୟକ୍ତିଙ୍କର ଯାହା ବି ମନସ୍କାମନା ଥାଏ ତାହା ତୁରନ୍ତ ପୂରଣ ହୋଇଥାଏ। ତୁଳସୀ ଗଛରେ ରକ୍ଷା ସୂତକ ବାନ୍ଧିଲେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ। ତ୍ରିବେଣୀ ଅମାବାସ୍ୟା ଦିନ ତୁଳସୀ ଗଛରେ କଞ୍ଚା କ୍ଷୀର ଅର୍ପିତ କରିବେ। ବାସ୍ତୁଶାସ୍ତ୍ରରେ ତୁଳସୀ ଗଛକୁ ନେଇ ଅନେକ ଉପାୟ ବତାଯାଇଛି। ଗୁରୁବାର ଦିନ ବି ଭଗବାନ ବିଷ୍ଣୁଙ୍କର ଦିନ ହୋଇଥାଏ। ଏହି ଦିନ ତୁଳସୀ ଗଛରେ ଅଳ୍ପ କଞ୍ଚା କ୍ଷୀର ଅର୍ପଣ
କରିବା ଦ୍ୱାରା ତୁଳସୀ ଗଛ ହରାଭରା ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ବନି ରହିଥାଏ। ଏହି ଉପାୟକୁ କରିବେ ଆପଣଙ୍କର କୁଣ୍ଡଳୀର ବୃହସ୍ପତି ଗ୍ରହ ବି ମଜବୁତ ହୋଇ ରହିଥାଏ। ତ୍ରିବେଣୀ ଅମାବାସ୍ୟା ଦିନ ଦାନର ବିଶେଷ ମହତ୍ତ୍ୱ ରହିଥାଏ। ହିନ୍ଦୁ ଧର୍ମରେ ଦାନର ବହୁତ ରହିଥାଏ। ଏହି ଦିନ ସ୍ନାନ ଦାନ, ପିଣ୍ଡଦାନ ଆଦି ସବୁ ପ୍ରକାରର ଦାନ ତ୍ରିବେଣୀ ଅମାବାସ୍ୟା ଦିନ କରିବା ଦ୍ୱାରା ଆପଣଙ୍କୁ ଲାଭ ପ୍ରାପ୍ତ ହୋଇଥାଏ ଏବଂ ଧନ ଦୌଲତ ପ୍ରାପ୍ତି ହୋଇଥାଏ। ଆପଣ ଏହି ଦିନ ସକାଳୁ ଉଠି ସ୍ନାନ କରିବା ଜଳରେ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ। ଆପଣଙ୍କର କୁମ୍ଭର ସ୍ନାନ ବା କୁମ୍ଭ ସ୍ନାନର ପ୍ରାପ୍ତି ଆପଣଙ୍କୁ ହୋଇଥାଏ। ଭଗବାନଙ୍କର ଆଶୀର୍ବାଦ ସିଧା ପ୍ରାପ୍ତ ଆପଣଙ୍କୁ ହୋଇଥାଏ। ତ୍ରିବେଣୀ ଅମାବାସ୍ୟା ବ୍ରତ ନିର୍ଜଳା ବ୍ରତ ହୋଇଥାଏ, ଯାହାକି ମହିଳାମାନେ ଏହି ବ୍ରତ କରିଥାନ୍ତି। କିନ୍ତୁ କିଛି ଜିନିଷ ଏମିତି ଥାଏ ଯାହାର ସେବନ ଆପଣମାନେ ବ୍ରତରେ କରିପାରିବେ। ଆପଣ ପୂଜା ସାରିବା ପରେ ତୁଳସୀ ପତ୍ରକୁ ନେଇ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିଦେବେ। ତା ପରଦିନ ମାନେ ତ୍ରିବେଣୀ ଅମାବାସ୍ୟା ଦିନ ରାତ୍ରିରେ ସେହି ତୁଳସୀ ପତ୍ରକୁ ଉଠାଇ ଆଣି ନିଜେ ଖାଇଦିଅନ୍ତୁ। ଏହି ପତ୍ରକୁ ଖାଇବା କ୍ଷଣି ଆପଣଙ୍କୁ ଏକ ଅଲଗା ପ୍ରକାର ଦିବ୍ୟ ଦର୍ଶନ ଦେଖିବେ ଏବଂ ଆପଣ ଆପଣଙ୍କର ଇଚ୍ଛା ବା ମନସ୍କାମନା କହି ଦିଅନ୍ତୁ। ଆପଣ ଯଦି ତ୍ରିବେଣୀ ଅମାବାସ୍ୟା ଦିନ ତେଲ ଦାନ କରିବେ ତେବେ ଏହି ଦାନର ଲକ୍ଷେ ଗୁଣା, ହଜାରେ ଗୁଣା ଅଧିକା ଫଳଦାୟକ ଆପଣଙ୍କୁ ମିଳିଥାଏ। ଏହା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବନି ରହିଥାଏ ଏବଂ ଆର୍ଥିକ ସମସ୍ୟା ବି ଆପଣଙ୍କର ତୁରନ୍ତରୁ ତୁରନ୍ତ ଦୂର ହୋଇଥାଏ। ଖେଚୁଡ଼ିର ସେବନ ତ୍ରିବେଣୀ ଅମାବାସ୍ୟା ଦିନ ଅଧିକ ଶୁଭ ମନାଯାଏ। ଖେଚୁଡ଼ିକୁ ଖାଇବା ଦ୍ୱାରା ଜୀବନରେ ସୁଖ ଶାନ୍ତି ଆସିଥାଏ। ଆପଣ ଖେଚୁଡ଼ିକୁ କୌଣସି ଗରିବ ବ୍ୟକ୍ତିକୁ ଦାନ ବି କରିପାରିବେ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ତ୍ରିବେଣୀ ଅମାବାସ୍ୟା ଦିନ ଫଳ ଏବଂ ପନିପରିବା ସେବନ କରିବା ବହୁତ ଶୁଭ ହୋଇଥାଏ। ତ୍ରିବେଣୀ ଅମାବାସ୍ୟା ଦିନ କ୍ଷୀର ଓ ଦହିର ସେବନ କରିବା ବି ବହୁତ ଶୁଭ ମନାଯାଏ। ତ୍ରିବେଣୀ ଅମାବାସ୍ୟା ଦିନ ଆମିଷ ସେବନ କରିବା ଅଶୁଭ ହୋଇଥାଏ। ଏହି ଦିନ ପିଆଜ ରସୁଣ ବି ସେବନ କରିବା ଅଶୁଭ ମନାଯାଏ, କାହିଁକି ନା ପିଆଜ ରସୁଣ ବି ମାଂସାହାରୀ ଭୋଜନରେ ସାମିଲ ହୋଇଥାଏ। ତ୍ରିବେଣୀ ଅମାବାସ୍ୟା ଦିନ ଅଧିକ ମାତ୍ରାରେ ଭୋଜନ କରିବା ଠିକ୍ ନୁହେଁ। କିଛି ଲୋକ ସୋରିଷ ତେଲ ଓ ନଡ଼ିଆ ତେଲ ନିଜ ଶରୀରରେ ଲଗାଇଥାନ୍ତି, କିନ୍ତୁ ତ୍ରିବେଣୀ ଅମାବାସ୍ୟା ଦିନ ତେଲ ଲଗାଇବା ଉଚିତ ନୁହେଁ। ଗର୍ଭବତୀ ମହିଳା ଓସ୍ତ ଗଛକୁ ଏହି ଦିନ ପୂଜା କରିବା ଉଚିତ। ରାତ୍ରି ସମୟରେ ଆପଣ ଦକ୍ଷିଣ ମୁଖା ସୋରିଷ ତେଲ କିମ୍ବା ରାଶି ତେଲର ଦୀପ ଆପଣଙ୍କ ପିତୃଙ୍କ ପାଇଁ ଜଳାନ୍ତୁ। ଆପଣଙ୍କ ଘରର କୌଣସି କୋଣରେ ବି ଏହି ଦୀପକୁ ଆପଣମାନେ ରଖିପାରିବେ। ଯଦି ଆପଣ କିଛି ନୂଆ କରି କାର୍ଯ୍ୟ ଷ୍ଟାର୍ଟ କରୁଛନ୍ତି ତେବେ ଅମାବାସ୍ୟା ଦିନ କରନ୍ତୁ ନାହିଁ। ନୂଆ ଜିନିଷ ବି ଏମିତିକି ନୂଆ ଝାଡୁ କିଣନ୍ତୁ ନାହିଁ, କାହିଁକି ନା ଅମାବାସ୍ୟା ଦିନଟି ପିତୃଙ୍କର ଦିନ ହୋଇଥାଏ। ଏବେ ଆମେ ଆପଣଙ୍କୁ ଗୋମାତାଙ୍କ ସହ ଜଡ଼ିତ ଗୋଟିଏ ଉପାୟ ବତାଇବୁ, ଯାହା ଆପଣମାନେ ତ୍ରିବେଣୀ ଅମାବାସ୍ୟା ଦିନ କରିବେ। ଯଦି ଆପଣ ଏହି ଉପାୟକୁ କରିଦେଉଛନ୍ତି ତ ମାନିକି ଚାଲନ୍ତୁ, ଆପଣଙ୍କୁ 33 କୋଟି ଦେବୀ ଦେବତାଙ୍କର ଆଶୀର୍ବାଦ ମିଳିଯିବ। ଆପଣ ତ୍ରିବେଣୀ ଅମାବାସ୍ୟା ଦିନ ଗୋମାତାଙ୍କୁ ଶୁଦ୍ଧ ଓ ସ୍ୱଚ୍ଛ ଭୋଜନ ଖୁଆଇବା ଉଚିତ। ଗାଈକୁ ପାଣି ପିଆଇବା ଏବଂ ଗାଈର ଦେଖାଶୁଣା କରିବା ବି ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। କୁହାଯାଏ କି ଗୋମାତାଙ୍କ ଦେଖାଶୁଣା କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତ ହୋଇଥାଏ ଏବଂ ଏହା ସହ ଗାଈକୁ ଖାଇବାକୁ ଦେବା ଦ୍ୱାରା ଆପଣଙ୍କ ଘରେ ସୁଖ ଶାନ୍ତି ବୈଭବ ଆସିଥାଏ। ଗୋମାତାଙ୍କୁ ପୂଜା କରିବା ଦ୍ୱାରା ଭଗବାନ ଶ୍ରୀ ବିଷ୍ଣୁଙ୍କର କୃପା ବି ଆପଣଙ୍କର ଉପରେ ସବୁବେଳେ ବନି ରହିଥାଏ। ଏବେ ଆସନ୍ତୁ ଗୋମାତାଙ୍କ ସହ ଯୋଡ଼ା ଗୋଟିଏ ଉପାୟ ଜାଣିବା, ଯାହା ଆପଣଙ୍କୁ ତ୍ରିବେଣୀ ଅମାବାସ୍ୟାର ବ୍ରତର ପୂଜା ପରେ କରିବେ। ଆପଣ ଯାହା ବି ଭଗବାନଙ୍କ ପାଇଁ ଭୋଗ ତିଆରି କରିଥିବେ, ସେହି ଭୋଗରୁ ଆପଣ 2ଟି ପୁରୀ ଗୋମାତାଙ୍କ ପାଇଁ ଜରୁର ବାହାର କରିଦେବେ ଏବଂ ପୂଜା ସରିବା କ୍ଷଣି ଗାଈକୁ ଖୁଆଇଦେବେ। ହଁ, ସେହି ପୁରୀ ଉପରେ ହଳଦୀ ଏବଂ ଗୁଡ଼ ରଖି ଗୋମାତାଙ୍କୁ ଖୁଆଇ ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ବନି ରହିଥାଏ ଏବଂ ଆପଣଙ୍କ ଘରେ ସବୁବେଳ ପାଇଁ ଧନର ବର୍ଷା ହେଇଥାଏ ଏବଂ ଆପଣଙ୍କୁ 33 କୋଟି ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ, ଯାହା ଫଳରେ ଆପଣମାନେ ଯେଉଁ କାର୍ଯ୍ୟରେ ହାତ ଦେବେ ସବୁ କାର୍ଯ୍ୟରେ ଆପଣ ସଫଳତା ହିଁ ସଫଳତା ପାଇବେ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣମାନଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲରେ ଏପର୍ଯ୍ୟନ୍ତ ଯଦି ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ, ଯାହା ଫଳରେ ଅନ୍ୟମାନେ ମଧ୍ୟ
ତ୍ରିବେଣୀ ଅମାବାସ୍ୟା ଦିନ ଏହି ଉପାୟ ଗୁଡ଼ିକୁ କରିପାରିବେ। କମେଣ୍ଟ ବକ୍ସରେ ଜୟ ଶ୍ରୀ ହରି ବିଷ୍ଣୁ, ଜୟ ମାତା ଲକ୍ଷ୍ମୀ, ଜୟ ଭୋଲେନାଥ ଲେଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ।